जय जगन्नाथ। आई छुआ भल कथा मन लगी तो आज आलोचना करिया कलंकी प्रकाश है। कलंकी प्रकाश माने कौन माने कलकी आमर माने मुख्य है कलकियाटा केबेठू आरंभ हब एवं सेटा गुप्त लीला हब भक्त मान लोचन केबे आसी बुझी यही कथा पे आज कौन करिया आलोचना करिया। महापुरुषों वाणी हिसाब से महापुरुष लिखि गोटे पद मोहकल्प शास्त्र गुण को भेदी भेद अंके जान यही अंके प्रभु हेबे जान आद्य नीला तक कौटू आरंभ हम ना नेमाल केबे हम ना 19 29 4 13 ठीक 13 रु 24 फेरिले कलकी हेबे प्रत्यक्ष नेमाल कौन हे प्रथम लीला आरंभ करी थिबे कलकी अवतार केबे कौन हे भीम भूमि के वाणी हिसाब से यही कथा मान निश्चय घटो दिव्य सिंह 45 शून्यबाना धरी आसवे श्रीहरि धरण्य कलंकी देश भीम भाई कहले कौन 45 अंक घटना घट किंतु यही कथा उपरे अच्युत प्रमाण देकर से लिखिले 14 अंके शुणुथिब 15 अंक देखिब बेनी पाशे बेनीलिंग मध्य एक बट थिब से बटे पाट बंधायु कलंकी अवतार कथा मिशो था कहले 14 अंक शुणुथिब 15 अंक देख क्या कहते गोपाल भानु कहते कि से महापुरुष ठाकुर कौटी ना गुप्त लीला प्रथम प्रकाश करेंगे भीम भी कहले ना 45 अंक दिव्य सिंह 45 अंक 45 है के 70 मसीह रजा हेले 2015 मसीहा कली कल्याण भी किसी वर्ष किसी मासे 5115 भोग करुथिब बुझी होची ना ये जो मझी पीरियड कहले 14 अंके कौन है शुणुथिब 15 अंक देख दुई पार्श्व दुई लिंग मध्य एक बट थी दीटा लिंग दी पार्श्व थी मझे गोटे बट थी से बटे पाट बंधा कलंकी अवतार बुझी ना से बटे कौन कहते पाट बांधिकी से कलंकी अवतार हो आ तो कही होने से नीलकंठेश्वर से नाम को धारण करेंगे धरी कौन करेंगे से बटे पाट बांधे कौटी ना क्षीर नदीर कूल चित्रतुला नदीर अववाहिका रुक्मिणी की जो कृष्ण चोरी करते स्थान रे दुई पटे दुईटी लिंग थे मझे गोटे बट थी सेठू कौन हे से गचर कौन हे पाट बांधे प्रभु पाट बांधिक कौन कलंकी अवतार हे माने कलकीला परिप्रकाश हम धीरे 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 आ कौन कि लोकलोचन से आसबे ना से कहते ना आज्ञा कौन करेंगे दुष्ट को संहार करेंगे बुझी ना तेणु से कौन ना 45 अंक कलकी बेश होइथिबे बेनी पाशे बेनीलिंग से लिखिं बटेश्वर लिंग एवं शंखेश्वर लिंग
ବୁଝିଯାଉଛି। ଦୁଇ ପଟରେ ଥିବେ, ମଝିରେ କଣ ହେଇଯିବ, ଗୋଟିଏ ବୃକ୍ଷ ଥିବ। ଏ କଥା କିଏ କହିଲେ? ଭୀମ ଭୋଇ କହିଛନ୍ତି, ଅଚ୍ୟୁତ ମହାପୁରୁଷ ମଧ୍ୟ କହିଛନ୍ତି। ଆମେ ଯଦି ତାକୁ ଗଣନା କରିବା ମସିହା ହିସାବରେ ଦେଖିବାକୁ ଗଲେ 2015 ମସିହା, ମାନେ ଦୁଷ୍ଟ ସମାରିବା କଥା ଏଠି କହୁନାହାନ୍ତି, ମାନେ ସେ ତାଙ୍କର ଲୀଳାଟା ପରିପ୍ରକାଶ ହବ। ବୁଝିପାରୁଛ ନା? ବୁଝିପାରୁଛ? ଏଇ କଥା ଉପରେ କଣ ହେଲା, ମହାପୁରୁଷ ଅଚ୍ୟୁତ ମଧ୍ୟ ପୁନର୍ବାର କହିଲେ। ଗୋପାଳ ପଚାରୁଛନ୍ତି, ପ୍ରଭୁ ସିନା ଗୁପ୍ତରେ ହବ, କିନ୍ତୁ କିଛି ଭକ୍ତ ତ ଫେରେ ଦେଖିବେ ନା ଦେଖିବେ ନା? ହଁ ରେ ରାମ, କିଛି ଭକ୍ତ ଦେଖିବେ। କୋଉଠି ନା ଧବଳଗିରିରେ। କୋଉ ଧବଳଗିରି? ଆମର ଧବଳଗିରି ଯାଜପୁର ରୋଡରେ ଗୋଟେ ଅଛି ଧବଳଗିରି, ସମସ୍ତେ ଧରନ୍ତି ସେଇ ଧବଳଗିରି। ନା ନା, ସେ ଧବଳଗିରି ନୁହଁ। କାଳନ୍ଦୀ ହ୍ରଦ ଯୋଉଠି ଅତୀତରେ ଥିଲା, ସେ କାଳନ୍ଦୀ ହ୍ରଦରେ କଣ ହେଲା, ମଝିରେ ଗୋଟେ ଦ୍ୱୀପ ଥିବ, ଛୋଟିଆ ମୁଣ୍ଡିଆ ପାହାଡଟିଏ ଥିବ, ସେଇଟା ମଧ୍ୟ ଗୋଟିଏ ଧବଳଗିରି ହେଲା। ଏଟା ମନେ ରଖିଥା, ଏତ ଖୋଲି କହିହବନି, ସେଟା ବିରଜା ମଣ୍ଡଳ ଭିତରେ। ଏଟା ଆମ ମନ ଗড়ା ନୁହଁ, ପ୍ରଭୁ ଯାହା ମହାପୁରୁଷ ଯାହା ଲେଖିଛନ୍ତି। ସେଇଠୁ କଣ ହେବେ, ସେ ପରିପ୍ରକାଶ ହେବେ। ଏଠି ରହିଲା, ଏ କଥାଟି ଏଠି ରହିଲା। ପୁଣି ଗୋଟେ ଲେଖିଛନ୍ତି କଣ, ଭକ୍ତ ସଙ୍ଗେ ଭଗବାନ ଦାରୁକୁ ନେବେ ଛତିଆ ଗ୍ରାମ। ଭକ୍ତ ଥିବେ, ପ୍ରଭୁ ଥିବେ, ପୁଣି ଦାରୁ ବ୍ରହ୍ମ ବିଗ୍ରହ ଥିବେ, ତିନିଟା କର ଏକାଠି ହଉନି। ବୁଝିଲ? କଥାଟା ଆମେ କହିସାରିଲୁଣି କୋଉ ଜାଗା, ତମେ ଧରିବା ହବ। ସେଇଠି ଠାକୁର କଣ କରିବେ, ପରିପ୍ରକାଶ ହେବେ। ବୁଝିଯାଉଛି? କିନ୍ତୁ ଲୋକଲୋଚନକୁ ଆସିବେ ନାହିଁ, ସାଧାରଣ ଭାବେ ଥିବେ। 8 ସହସ୍ର ଭକ୍ତଙ୍କୁ ତାଙ୍କ ସ୍ୱରୂପ ଦେଖେଇବେ। ଏର ଗୋଟେ ପ୍ରମାଣ ଅଛି ନା ନାଇଁ? କୃଷ୍ଣ ଜନ୍ମ ହେଲେ ସେବେଳେ ଜେଜୁକୁ ଅଜାକୁ ପ୍ରମାଣ ଦେଖେଇଲେ ନା ନାଇଁ? ବୁଝିଯାଉଛି? ସେମିତି ପ୍ରମାଣ ଦେଖେଇବେ। କଣ ପ୍ରମାଣ? ଯେତେବେଳେ ତମେ ପୁରୀ ବଡ ଦେଉଳ ଯାଉଛ, ଠାକୁର ପରମ ବ୍ରହ୍ମ ନା ନାଇଁ? ଯିଏ ଯେମିତି ଆଇଛନ୍ତି ତାଙ୍କୁ ସେମିତି ଦେଖିଛନ୍ତି। ଇଏ ତାଙ୍କୁ ଗଣେଶ ରୂପରେ ଦେଖିଛି ନା ନାଇଁ? ଇଏ ତାଙ୍କୁ କଣ, ଯିଏ ଯୋଉ ଶଙ୍କରାଚାର୍ଯ୍ୟ ଆଇଲେ ପରମ ବ୍ରହ୍ମ ରୂପରେ ଦେଖିବେ। ଇଏ ତାଙ୍କୁ କାଳି ବୋଲି ସମ୍ବୋଧନ କରନ୍ତି ନା ନାଇଁ? ଇଏ ତାଙ୍କୁ ମଧ୍ୟ ଶିବ ବୋଲି ସମ୍ବୋଧନ କରନ୍ତି। ସର୍ବଧର୍ମର ସମନ୍ୱୟ ଜଗନ୍ନାଥ ସଂସ୍କୃତି ନା। ସେମିତି ଯେମିତି ପ୍ରଭୁଙ୍କୁ ଯିଏ ଯୋଉ ଭାବରେ ଦେଖନ୍ତି, ସେଇ ଭାବରେ କଣ ହନ୍ତି, ଦର୍ଶନ ଦିଅନ୍ତି। ଏଠି ସେଦିନ କଣ ହବ, ସେଇଭଳିଆ 8 ସହସ୍ର ଭକ୍ତଙ୍କୁ ବା 8000 ଭକ୍ତଙ୍କୁ ତାଙ୍କ ସ୍ୱରୂପ ଦର୍ଶନ କରାଇବେ। ସେତେବେଳେ ତ ବହୁତ ପରିସ୍ଥିତି ଜଟିଳ ହେଇଯାଇଥିବ। ତାଙ୍କ ସ୍ୱରୂପ କଣ କରିବେ, ଦର୍ଶନ କରାଇବେ। ସେଇଆକୁ ଗୋଟେ ଲେଖିନାହାନ୍ତି ନା, ଗୋଟେ ଲେଖିଛନ୍ତି, ଓଙ୍କାର ମୂରତି ହେବେ ଭାବଗ୍ରାହୀ ଯଜ୍ଞ ପୁରୁଷ ଶେଖର, ଷଡ଼ 320 ଏକତା ହୋଇବ। ଗୋଟେ ଲେଖିଛନ୍ତି 36 ଅଙ୍କ, 56 ଅଙ୍କ। ପୁଣି ମଧ୍ୟ ଅଚ୍ୟୁତ କହିଛନ୍ତି 56 ଅଙ୍କ, ଶିଶୁ ଅନାଥ କହିଛନ୍ତି 56 ଅଙ୍କ। ସବୁ ନିର୍ଘଣ୍ଟ ଗୁଡାକ ଗୋଟିଏ ପ୍ରମାଣ ଆସିବ। ଏଠି ମହାପୁରୁଷ କହୁଛନ୍ତି, ସେ ଯୋଉ 8000 ଭକ୍ତଙ୍କୁ କଣ ହେବେ, ଦର୍ଶନ ଦେବେ। এটা କେବେ? ବୁଝିଯାଉଛି? 8000 ଭକ୍ତ ଦର୍ଶନ କେବେ ପାଇବେ? ଯୋଉଗୁଡାକ ଭକ୍ତ। ଆଉ ବୋଲି କଣ ସମସ୍ତେ ଭକ୍ତ ହବ? ବର୍ତ୍ତମାନ ମରଣକୁ ସବୁ ଭୟ କରୁଛନ୍ତି। ଜନ୍ମ ହେଇଛ ଦିନେ ମୃତ୍ୟୁ ଦିନେ। ବୁଝିଯାଉଛି? ଯେତେବେଳେ ସୂର୍ଯ୍ୟ ଉଦୟ ହେବ, ସେତେବେଳେ ଅସଂଖ୍ୟ ତରାଙ୍କର ଲୋପ ବୋହିଯାଏ, ସେ ଦେଖା ଦିଅନ୍ତି ନାହିଁ। ଚନ୍ଦ୍ର ମଧ୍ୟ ଦେଖା ଦିଅନ୍ତି ନାହିଁ। ବାସ୍ତବ ଯେତେବେଳେ କଣ ହେବ, ଯିଏ ପରିପ୍ରକାଶ
ହେବେ। ସେଟା କେବେ? ମହାପୁରୁଷ କହୁଛନ୍ତି କି ଅଚ୍ୟୁତ ମହାପୁରୁଷ 26 ଠାବରୁ 29 ଯାଏ ପ୍ରମାଦ ଅଛି ଅପାର, 29 ଅଙ୍କରେ ଟି ହୋ ଗରୁଡ଼ ମହାକଳ୍କି ଅବତାର। 26 ଠାବରୁ 29 ମସିହା କଥା କହୁନି, କଳି କଲ୍ୟାଦିତା 5126 ଠାରୁ 5129 ପର୍ଯ୍ୟନ୍ତ ପ୍ରମାଦ ଅନେକ ଅଛି। ଯଥା 2025 ମସିହା ଠାରୁ 2028 ନା 5126 ଚାଲିଛି। କହିଲେ 26 ଠାରୁ 29 ପର୍ଯ୍ୟନ୍ତ ଭାରି ପ୍ରମାଦ ଅଛି। ତମେ ଦେଖ, ଆମର ଗୋଟେ ଆଲୋଚନା କରିଥିଲେ କାଳ ପୁରୁଷ ମର୍ତ୍ତ୍ୟ ଖଣ୍ଡେ ପ୍ରବେଶ କରିବ, ସେ ତିଥିଟା ପଡିଥିଲା ଅଗଷ୍ଟ 14 ତାରିଖ। 14 ତାରିଖ ଦିନ ଯେତେବେଳେ କାଳ ପୁରୁଷ ପ୍ରବେଶ କଲା, 15 ତାରିଖ ଦିନ ଆମେରିକା ସବୁ ତାରିଫ ଲଗେଇ ଚାଲିଲା। ବିଚିତ୍ର କଥା ନୁହଁ? ତାପରେ ଦେଖ, ବର୍ତ୍ତମାନ ସବୁ ଦେଶ ଭିତରେ ବର୍ତ୍ତମାନ ଯୁଦ୍ଧର ବିଭୀଷିକା ପ୍ରଘଟିତ ଆରମ୍ଭ ହେଇଗଲାଣି। ବୁଝିହଉଛି? ତେଣୁ ସେ କହୁଛନ୍ତି 26 ଠାବରୁ 29 ଯାଏ ପ୍ରମାଦ ଅଛି ଅପାର, 29 ଅଙ୍କରେ ଟି ହୋ ଗରୁଡ଼ ମହାକଳ୍କି ଅବତାର। ମାନେ ଭୟଙ୍କର ଅବତାର ହେବେ। ବୁଝିପାରୁଛ ନା ବୁଝିପାରିଲ? ମାନେ ଜଗତ ପାଇଁ କି ନୁହଁ, ଏଇ ଯୋଉ 8 ସହସ୍ର ଭକ୍ତଙ୍କୁ ତାଙ୍କ ସ୍ୱରୂପ ସେଦିନ ଦର୍ଶନ ଦେବେ। କୋଉଠି ଦେଖେଇବେ? କେବେ ଦେଖେଇବେ ନା ନାଇଁ? ଶୁକ୍ଳ ପକ୍ଷ ଯେ ବୈଶାଖ ମାସ, ତୃତୀୟା ତିଥି ଯେ ରୋହିଣୀ ବୃଷ, 12 ବୃହସ୍ପତି ଯେ ବିଦ୍ୟମାନ, ଭୂପତ ନୃପତି ଉଦ୍ଦେଶ୍ୟ ଦିନ, ଧବଳ ଗିରିରୁ ବାହାର ହେବେ, କଳା ଧଳା ଅଶ୍ୱ ଆରୋହୀ ଥିବେ। ଆଉ କଣ କହିଥାନ୍ତେ ମହାପୁରୁଷ? ବୁଝିହଉଛି ନା? କହିଲେ ଶୁକ୍ଳ ପକ୍ଷ ହେଇଥିବ, ବୈଶାଖ ମାସ ଶୁକ୍ଳ ପକ୍ଷ ହେଇଥିବ, ତୃତୀୟା ତିଥି ହେଇଥିବ, ଫେର ରୋହିଣୀ ବୃଷ ନକ୍ଷତ୍ର ହେଇଥିବ। ସେଦିନ ଫେର କି ବାର ପଡିଥିବ ନା ଗୁରୁବାର ହେଇଥିବ। ଗୁପତ ନୃପତି ଉଦ୍ଦେଶ୍ୟ ଦିନ, ଉଦ୍ଦେଶ୍ୟ ଦିନ। ଏଠି ଭଲ କଥା ମନେ ରଖିଥାଅ, ଏଠି ଶ୍ରୀହରି ବୋଲନ୍ତି ଅନନ୍ତ ମାଧବ। ହେଲା, ଏଠି ଶ୍ରୀହରି ଶବ୍ଦର ଅର୍ଥ କିଏ? ସେ ନା ଅନନ୍ତ ମାଧବ। ସେଦିନ ସେ କଣ ହେବେ? ପରିପ୍ରକାଶ ହେବେ। କେତେ ଅଙ୍କରେ? ନା 29 ଅଙ୍କରେ। ଠିକ ମନେ ରଖିଥାଉ ଛୁଆ, ସେତେବେଳକୁ ଚାଲିଥିବ କେତେ ହବ ନା 55 ଅଙ୍କ। ଅନନ୍ତ ମାଧବ କେତେ ଅଙ୍କ? 55 ଅଙ୍କ। ଆଉ ସେତେବେଳେ ଠିକ ତମେ ତାକୁ ହିସାବ କରିବ, ଦେଖିବ କ୍ୟାଲେଣ୍ଡର, ମୀନ କୃଷ୍ଣ ଚତୁର୍ଦଶୀ ଶୁକ୍ରବାର ବି ପଡୁଥିବ, ପଡୁଛି। ଯୋଉ 7 ଦିନ ଅନ୍ଧକାର ବୋଲି ଲେଖିଛନ୍ତି। ବୁଝି ହଉଛି? ଏ ସେତିବେଳେ ସବୁ ଘଟଣା। ସେଇ ସମୟରେ କଣ ହେବେ? ଭକ୍ତ ମାନେ କଣ ହେବେ? ଗୋଟେ ଜାଗାରେ ଥିବେ। କୋଉ ଜାଗାରେ? ଧବଳଗିରି ପାଖରେ। ହେଲା, ସେଠି ରହି କଣ ହେବେ? ସେ 800 ଭକ୍ତଙ୍କୁ ସୁପରିଚୟ ଦେଇକି, ସେତେବେଳେ ତ ସେ ସାଧାରଣ ଭାବେ ଥିବେ ନା, ତାଙ୍କୁ କେହି ଚିହ୍ନି ପାରୁନଥିବେ, ସାଧାରଣ ବ୍ୟକ୍ତି ବିଶେଷ ଥିବେ, ସେ ତାଙ୍କୁ ଚିହ୍ନା ଦେଇକି ତାଙ୍କୁ ସ୍ୱରୂପ ଦର୍ଶନ ଦେଖେଇ ସେଠି ଅଭିଷେକ ହେବେ। ବୁଝିପାରିଲ ନା ବୁଝିପାରିଲ ନା? କିବାରେ? ନା ବୈଶାଖ ମାସ ଶୁକ୍ଳ ପକ୍ଷ ତୃତୀୟା ତିଥି, ରୋହିଣୀ ବୃଷ ନକ୍ଷତ୍ର ଗୁରୁବାର ପଡିଥିବ। ହେଲା, କୋଉଠୁ ବାହାରିବେ? ନା ଧବଳଗିରିରୁ ବାହାର ହେବେ। ଧବଳଗିରି ମାନେ ଯାଜପୁର ରୋଡ ଧବଳଗିରି କଥା କହିନାହାନ୍ତି।
ଗୁପ୍ତ ଧବଳଗିରି ସେଠୁ କଣ ହେବେ ସେ ବାହାରିବେ। କଳା ଧଳା ଅଶ୍ୱ କଳା ଧଳା ଆରୋହୀ ନଥିବେ। କଳା ଧଳା ଅଶ୍ୱ ବି ଆସିପାରେ, ଏଠି ଲେଖି ନାହାନ୍ତି। ସେ କହୁଛନ୍ତି ଧବଳଗିରିରୁ ବାହାର ହେବେ କଳା ଧଳା ଆରୋହୀ ନଥିବେ। ଅଶ୍ୱ କଥା ଜାଣିନାହାନ୍ତି। ଆମେ ଯେ ଅଶ୍ୱକୁ ଧରଣା କରିବା କଣ ଏ ଘୋଡା ବୁଲିକି ସେ ବାହାରିବେ? କଳି ଯୁଗର ମଡେଲିଂ ଯୁଗରେ ସଡେଲିଂ ଚେଞ୍ଜ ହେଲା। ଯଦି ସିଏ ବର୍ତ୍ତମାନ ଯୋଉଠି କାରରେ ଚଢିକି ସବୁ ବୁଲୁଛନ୍ତି ନା, ଆଉ ଘୋଡାରେ ସିଏ ଆସିକି ବୁଲିବେ? ଏଠି ଘୋଡା ଶବ୍ଦର ଅର୍ଥ କଣ? ଅଶ୍ୱ ନା, ଅଶ୍ୱ ଶବ୍ଦର ଅର୍ଥ କଣ? କାହିଁକି ଧଳା କଳା ଏ ଶବ୍ଦଟାକୁ ପ୍ରୟୋଗ କରାଗଲା? ଖଇରିଆ ଅଶ୍ୱ ନାହାନ୍ତି କି, ଘୋଡା ନାହାନ୍ତି? ନାଲି ନାଲି ଟାଇପ ର ଢାଉ କଲର ଘୋଡା ନାହାନ୍ତି? କାହିଁ କଳା ଆଉ ଧଳା କାହିଁକି ଲେଖିଲେ? ହଁ କି ନାଇଁ? ତେଣୁ କଳା ଧଳାର ମହତ୍ଵ କଣ ଏବଂ ସେ କୋଉ ଘୋଡା ଚଢିବେ ତାର ମହତ୍ଵ କଣ, ତାକୁ ପଛରେ କେତେବେଳେ ଆଲୋଚନା କରିବା। ଏତିକି ମନେ ରଖିଥାଅ, କଳିକଲାବ୍ଧିତା 5129 ଭୋଗ ସମୟରେ ଅନନ୍ତ ମାଧବଙ୍କ 55 ଅଙ୍କ ଭୋଗ କରୁଥିବ, ମୀନକୁଷ୍ଠ ଚତୁର୍ଦ୍ଦଶୀ ଶୁକ୍ରବାର ପଢୁଥିବ, ବୁଝି ହଉଛି ନା? ପୁନଶ୍ଚ ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟା ତିଥି ରୋହିଣୀ ବୃଷ ଗୁରୁବାର ମଧ୍ୟ ବିଦ୍ୟମାନ ହଉଥିବ। ସେଇଦିନ ଠାକୁର ଆଠଶଶୁରୁ କଣ କରିବେ? ଭକ୍ତଙ୍କୁ ଦର୍ଶନ ଦେଇକି ଅଶ୍ୱ ଆରୋହଣ କରିବେ। କୋଉ ଅଶ୍ୱ? ପୂର୍ବ ଏପିସୋଡରେ କହିବି। ଜୟ ଜଗନ୍ନାଥ। ସେ ପ୍ରଭୁ ସଦିଶା ପୂର୍ଣ୍ଣ ହଉ। ବୋଲ ଆନନ୍ଦେ କବାର ହରି।